ସବୁ କରିପାରୁଛନ୍ତି ମାନେ ଘର କାମ କରୁଛନ୍ତି ବାହାର କାମ କରିପାରୁଛନ୍ତି ମାନେ ଆଉ ପୁଅ ଆଉ ଝିଅ ଭିତରେ କିଛି ତଫାତ ନାହିଁ। ଆଗରୁ ଘରେ ଓଢ଼ଣା ଦେଇକି ବସୁଥିଲେ ଏବେ କିନ୍ତୁ ପୁରା ବାହାରିକି ସବୁ କାମ କରିପାରୁଛନ୍ତି ନାରୀ। ଆଗରୁ ମହିଳାମାନେ ନିର୍ଯାତନା ହେଉଥିଲେ, ପୁରୁଷ ନିର୍ଯାତନା ହେଉଛନ୍ତି। ନିର୍ଯାତନା ତ ପୁରୁଷକୁ ବହୁତ ନିର୍ଯାତନା କରୁଛନ୍ତି। ନା 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 ଏଇଟା ମିଛ। ନିର୍ଯାତନା କରୁନାହାନ୍ତି ବରଂ ନିର୍ଯାତନା ନା ସେଟା ମିଛ କଥା। ନାରୀ ନାରୀ ନିର୍ଯାତନା ହେଉଛନ୍ତି କିନ୍ତୁ ପୁରୁଷ ନିର୍ଯାତନା ହେଉନାହାନ୍ତି। କେଉଁ କାହା ଘରେ ହେଉଥିବ କିନ୍ତୁ ଆମମାନଙ୍କ ଘରେ ଆମେ ମାନେ ଭଲରେ ଅଛୁ। ନିର୍ଯାତନା ମହିଳାମାନେ କାହିଁ ରାଗନ୍ତି, ଅଧିକ ରାଗିଯାନ୍ତି, ହିଟ୍ ହେଇଯାନ୍ତି ମାନେ ସଂସାର ପ୍ରତି ରାଗ ଆସେ, ପୁରୁଷ ପ୍ରତି ସ୍ୱାମୀଙ୍କ ପ୍ରତି ରାଗ ଆସେ, ଶଶୁ ପ୍ରତି ରାଗ ଆସେ, ମାନେ ରାଗଟା ଏଇଥିପାଇଁ ଆସେ ଘରର ସକାଳୁ ଉଠିଲା ବେଳଠୁ ଘର ଝାଡ଼ୁ ବାସନ ମଜା ତା ସାଙ୍ଗରେ ଚା କରିବାଠୁ ଧରିକି ମାନେ ସେଜ ଝାଡ଼ିବାଠୁ ମାନେ ନିଜ ମିଷ୍ଟରମାନଙ୍କୁ ଡାକୁଥିବ ଆସ ଚା ପିଇବ ଆସ ଚା ପିଇବ ସେ ଆସୁନଥିବେ। ସେଇଥିପାଇଁ ଟିକେ ମାନେ ଆସିଯାଏ ରାଗଟା। ଆମେ ଏତେ କାମ କରିକି ତୁମ ପାଇଁ ଚା କରିକି ଦେଲୁଣି ତଥାପି ତୁମେ ନା ଉଠିକି ଆସୁଛ ନା କିଛି କରୁଛ ସେଇଟା ସେଥିପାଇଁ ଟିକେ ରାଗ ଆସେ। ଆଜି ମହିଳା ଦିବସ ଏ ସରକାର ମହିଳାମାନଙ୍କୁ 5,000 ଦେଉଛନ୍ତି, ନା ନା ଆମକୁ କିଛି ହିଁ ମିଳୁନି। ନା ସୁଭଦ୍ରା ଯୋଜନା ମିଳୁଛି ନା 5,000 ଟଙ୍କା କିଛି ଆମକୁ ମିଳୁନି। ତ ଆମେ ତ କହିପାରିବୁନି ଆମକୁ କାହିଁକି ମିଳୁନି। ସରକାର କହୁଛନ୍ତି କିନ୍ତୁ କାହିଁ ଆମ କଥା ତ କିଛି ବୁଝୁନାହାନ୍ତି। ଆମେ ତ କାହିଁ ଜାଣିନୁ ଯେ ସରକାର ଆମ ପାଇଁ କିଛି କରୁଛନ୍ତି ବୋଲି। କହୁଛନ୍ତି ଆପଣଙ୍କ ମିଷ୍ଟର ମାନେ ଜବ୍ କରିଥିଲେ ସେଥିପାଇଁ ତମମାନଙ୍କ ପାଇଁ କିଛି ସୁବିଧା ନାହିଁ। ଆମ ପାଇଁ ତ କିଛି ଗୋଟେ ସୁବିଧା କରିବା ଦରକାର କିନ୍ତୁ କାହିଁ କ'ଣ ସୁବିଧା ଆମ ପାଇଁ କରିଛନ୍ତି କିଛି କରୁନାହାନ୍ତି। ଖାଲି ସରକାର ଖାଲି ଗରିବ ଲୋକଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଦେଉଛନ୍ତି ଆମ ପାଇଁ କିଛି ବଡ଼ ଲୋକ ଆମକୁ ସେଇ ଆମକୁ ଆମେ ଗରିବ ବି ନୁହେଁ କି ଧନୀ ବି ନୁହେଁ ଖାଲି ଆମ ବାବୁମାନେ ଚାକିରି କରିଛନ୍ତି ବୋଲି ସେଥିପାଇଁ ଆମକୁ ସୁଭଦ୍ରା ଟଙ୍କା ହିଁ ମିଳୁନି।